ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଆଉ ଏକ ସୁନ୍ଦର ଗଳ୍ପଟିଏ ଶୁଣିବା। ଗପଟିର ନାମ ହେଉଛି ସମର୍ପଣ। ବିଶ୍ୱାସ, ଆସ୍ଥା ଓ ଆତ୍ମସମର୍ପଣ ହେଉଛି ମନୁଷ୍ୟ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏସବୁ ସହ ମନୁଷ୍ୟ ଯଦି ଧୈର୍ଯ୍ୟବାନ ହୁଏ, ତେବେ ସେ ତା ଜୀବନରେ ଆସୁଥିବା ସବୁ ବିପଦକୁ ସଫଳତାର ସହ ମୁକାବିଲା କରିପାରିବ। ଏହି ପରିପ୍ରେକ୍ଷୀରେ ଏହି କାହାଣୀଟି। ଗୋଟିଏ ଦେଶରେ ଜଣେ ରାଜା ଥିଲେ। ଥରେ ସେ ତାଙ୍କର ପରିବାର ଓ ପାରିଷଦମାନଙ୍କ ଗ୍ରହଣରେ ଗୋଟିଏ ଜାହାଜରେ ସମୁଦ୍ର ମଧ୍ୟରେ ଯାତ୍ରା କରୁଥିଲେ। ଏହି ଯାତ୍ରାଟି ଥିଲା ବେଶ୍ ଆମୋଦଦାୟକ। ରାଜା ତାଙ୍କ ରାଣୀ ଓ ପାରିଷଦମାନଙ୍କ ଗହଣରେ ସମୁଦ୍ର ଯାତ୍ରାକୁ ବେଶ୍ ଉପଭୋଗ କରୁଥିଲେ। ସବୁକିଛି ଠିକ୍ଠାକ୍ ଚାଲିଥିଲା। ମାତ୍ର ହଠାତ୍ ଥିଲା ଗୋଟିଏ ସାମୁଦ୍ରିକ ଝଡ଼ ପ୍ରବଳ ବେଗରେ ମାଡ଼ି ଆସିଲା। ଝଡ଼ର ପ୍ରଭାବରୁ ଜାହାଜଟିକୁ ରକ୍ଷା କରିବା ଏକ ରକମର ଦୁରୂହ ବ୍ୟାପାର ହୋଇପଡ଼ିଲା। ଏହି ପରିସ୍ଥିତିରେ କ'ଣ କରାଯିବ ସେ ସମ୍ପର୍କରେ ଜାହାଜର ନାବିକମାନେ କୌଣସି ପ୍ରକାର ନିଷ୍ପତ୍ତି ନେଇପାରିଲେ ନାହିଁ। ସମସ୍ତେ କେବଳ ଭୟରେ ଚିତ୍କାର କରିବା ସହ ଜାହାଜର ଏ ମୁଣ୍ଡରୁ ସେ ମୁଣ୍ଡକୁ ଦୌଡ଼ାଦୌଡ଼ି କରିବାକୁ ଲାଗିଲେ। ରାଜା ଜାହାଜର ଗୋଟିଏ କୋଣରେ ଠିଆ ହୋଇ ଏସବୁ ଲକ୍ଷ୍ୟ କରୁଥିଲେ। ସେ ମଧ୍ୟ ସେତେବେଳକୁ ଥିଲେ ସମ୍ପୂର୍ଣ୍ଣ କିଂକର୍ତ୍ତବ୍ୟମୂଳ ଅବସ୍ଥାରେ। କିଛି ସମୟ ପରେ ରାଜା ଜାହାଜ ମଧ୍ୟରେ ଥିବା ତାଙ୍କ କୋଠରୀ ମଧ୍ୟକୁ ଚାଲିଗଲେ ଏବଂ ସେଠାରେ ପଡ଼ିଥିବା ଗୋଟିଏ ଚୌକି ଉପରେ ବସିଲେ ସମ୍ପୂର୍ଣ୍ଣ ନିର୍ଲିପ୍ତ ଭାବେ। ଏଣେ ଜାହାଜରେ ଥିବା ଅନ୍ୟ ପାରିଷଦମାନେ ପୂର୍ବପରି ଚିତ୍କାର କରିବା ସହ ଏଣେ ତେଣେ ଦୌଡ଼ିଲେ। ଏସବୁ ଦେଖି ରାଣୀ ମଧ୍ୟ ଭୟ ପାଇଗଲେ। ରାଜାଙ୍କୁ ଖୋଜିବା ବେଳକୁ ରାଜା ମଧ୍ୟ ପାଖରେ ନଥିଲେ। ବହୁ ଖୋଜିବା ପରେ ରାଜାଙ୍କୁ ଯେତେବେଳେ ଜାହାଜର କୋଠରୀ ମଧ୍ୟରେ ପାଇଲେ, ସେ ଅତ୍ୟନ୍ତ ରାଗିଗଲେ। ଏ ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ ଅନ୍ୟମାନେ ବ୍ୟସ୍ତ ହେଉଥିଲା ବେଳେ ରାଜା ଗୋଟିଏ କୋଣରେ ବସି ରହିଥିବାରୁ ସେ ତାଙ୍କୁ ଗାଳି ଦେବାରେ ଲାଗିଲେ। ରାଜା ସବୁ ଶୁଣିଲେ, କିଛି ବି ଉତ୍ତର ଦେଲେ ନାହିଁ। ଏହା ଦେଖି ରାଣୀ ଆହୁରି ରାଗିଗଲେ ଏବଂ ଥିଲେ ହଠାତ୍ ଦୁଇ ହାତରେ ରାଜାଙ୍କୁ ହଲାଇ ପକାଇଲେ। ତହୁଁ ରାଜା ଥିଲେ ହଠାତ୍ ନିଜ ପାଖରେ ଥିବା ତରବାରୀ ବାହାର କରି ରାଣୀଙ୍କ ଆଡ଼କୁ ଉଞ୍ଚାଇ ନେଲେ, ସତେ ଯେପରି ସେହି ମୁହୂର୍ତ୍ତରେ ତାଙ୍କୁ ହତ୍ୟା କରିବେ। ମାତ୍ର ଏସବୁ ସତ୍ତ୍ୱେ ମଧ୍ୟ ରାଣୀ ଆଦୌ ବିଚଳିତ ହେଲେ ନାହିଁ, ବରଂ ଚୁପଚାପ ସେହିପରି ରାଜାଙ୍କ ଆଗରେ ଠିଆ ହୋଇ ରହିଲେ। ରାଜା ତାଙ୍କ ଉଦ୍ୟତ ତରବାରୀକୁ ନେଇ ରଖିଥିଲେ ରାଣୀଙ୍କ ବେକ ଉପରେ। ପରେ ରାଜା ତାଙ୍କୁ ପଚାରିଲେ, ଆଚ୍ଛା, ତୁମେ ମୋର ଏ ଆଚରଣରେ ଆଦୌ ଡରିଲ ନାହିଁ କିମ୍ବା ଆତ୍ମରକ୍ଷା ପାଇଁ ଉଦ୍ୟମ ସୁଦ୍ଧା କଲ ନାହିଁ? ତୁମେ ଏପରି କାହିଁକି କଲ? ରାଣୀ କହିଲେ, ମୋର ତୁମ ଉପରେ ଅଖଣ୍ଡ ବିଶ୍ୱାସ ଅଛି। ମୁଁ ଭଲ ଭାବେ ଜାଣେ ଯେ ତୁମେ ମୋତେ ଆଦୌ ହତ୍ୟା କରିପାରିବ ନାହିଁ। ବରଂ ଆତ୍ମରକ୍ଷା ପାଇଁ ମୁଁ ଉଦ୍ୟମ କରିଥିଲେ ମୁଁ ବରଂ ଆହତ ହୋଇଥାନ୍ତି। ରାଣୀଙ୍କ କଥା ଶୁଣି ସାରିବା ପରେ ରାଜା କହିଲେ, ମୋର ମଧ୍ୟ ଈଶ୍ୱରଙ୍କ ଉପରେ ଅଖଣ୍ଡ ବିଶ୍ୱାସ ଅଛି। ସେଥିପାଇଁ ଆତ୍ମରକ୍ଷା ପାଇଁ ମୁଁ ଉଦ୍ୟମ ନ କରି ଏଠାରେ ଚୁପଚାପ ବସିଛି। ଦେଖିଲେ ତ ସାଙ୍ଗମାନେ, କେତେ ସୁନ୍ଦର ଏ ଗଳ୍ପ। ଆମେ ସମସ୍ତେ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖିବା ଉଚିତ, ଭରସା ରଖିବା ଉଚିତ। ଦେଖିବେ ସବୁ କାମ ସୁରୁଖୁରୁରେ ହେଇଯିବ। ରହୁଛି। ଜୟ ଜଗନ୍ନାଥ।